ଅଠା ଭଳିଆ ଲାଗୁଛି ବଢ଼ିଆ ସ୍ମେଲ୍ ହେଲା ସାଙ୍ଗମାନେ। ଚୁନା କୁଟା ହେଇଛି ଗ୍ରାଇଣ୍ଡିଙ୍ଗ କରିଦେଲେ ଆଉ। କିନ୍ତୁ ଗ୍ରାଇଣ୍ଡିଙ୍ଗରୁ ଶିଳ ବଟାଟା ଭଲ ଟେଷ୍ଟ ଲାଗେ ନା। ଖାଉଛି କହିଲି ନମ୍ବର ୱାନ୍ ନା ସାଙ୍ଗମାନେ ବର୍ତ୍ତମାନ ଆସିଯାରେ ମୁଁ ଦେଖାଇ ଦେଉଛି ମୁଁ କୁଆଡ଼େ ଆସିଛି ସାଙ୍ଗମାନେ। ବାପା ଏଦି ଗଲେନି ଥଣ୍ଡାକୁ ବିସ୍କୁଟ ଆଣିଦେଲି। ତ ଏବେ ଆମର ଚାଷ ଚାଲିଛି ସାଙ୍ଗମାନେ। ସେ ଇଆଡ଼େ ହିଁ ହେଉଛି ଆପଣମାନଙ୍କୁ ଦେଖିପାରୁନଥିବେ ସାଙ୍ଗମାନେ। ଗୋଟେ ମାନେ ଇଏ ଗଛ ସାଇଡ଼ରେ ରହିଯାଇଛି ତ ଛେଳି ବି ଚରୁଛନ୍ତି ସାଙ୍ଗମାନେ। କାହିଁକି ନା ସାଙ୍ଗମାନେ ଯେହେତୁ ଆମେ ଚାଷୀ ଘରର ପିଲାମାନେ ତ ଚାଷ ତ କରିବା ନିହାତି ସାଙ୍ଗମାନେ ନା। ତ ଏବେ ଯିବା ଘରକୁ ଯିବା ଆଉ ସେ ତାଙ୍କର ଯିବେ। ସ୍ପାଇଟ୍ ଗୋଟେ ଦେଇଦେଇଛି ଆଉ ବିସ୍କୁଟ କେତେଟା ଏମିତି ମା ଦେଇଛି। ତ ଯିବା ଏବେ ସାଙ୍ଗମାନେ ଘରକୁ ଯିବା। ଇଏ ଦେଖିବା ଛେଳି ଆ ଆ ଆ ଯେହେତୁ ସାଙ୍ଗମାନେ ବିଲ ଆଡ଼େ ଆସିଛି ଆମ ବିଲ ସେ ଯେଉଁ ପଥର ଗଦା ହେଇଛି ସେ ଆର ପଟେ। ତ ଇଏ ହେଉଛି ଆମର ପ୍ରୋଜେକ୍ଟ ସାଇଟ୍ରେ ସାଙ୍ଗମାନେ ବିଲ। ତ ଯେହେତୁ ଆସିଛି ସାଙ୍ଗମାନେ ଭାବିଲି ଟିକେ ଯିବା ପ୍ରୋଜେକ୍ଟଟା ଦେଖିଯିବା। ସେଇଠି ହିଁ ପ୍ରୋଜେକ୍ଟ ସେଠିକି ଯିବା। ଏସବୁ ଚାଞ୍ଚ ବସା ହେଇଥିଲା ସବୁ ପାଣି କମିଗଲା ତ ସେଥିପାଇଁ ସବୁ ଉଠେଇ ଦେଇଛନ୍ତି ସାଙ୍ଗମାନେ। ତ ଏବେ ଯିବା ଏଠି ଦେଖିବା ଟିକେ କ'ଣ କେମିତି ଅଛି ପାଣି କେତେ ଗଡ଼ୁଛି କ'ଣ ଏଠି ଦୂର ବାଟରୁ ଦେଖାଯାଉନି। ତ ସେଇ ପାଖକୁ ଯିବା ସାଙ୍ଗମାନେ ପାଖକୁ ଯାଇ ଦେଖିବା। ଏଇଠି ଦେଖିବା ତ ନା ମୁଁ ଦେଖେଇ ଦେଉଛି ସେଇଟା ହେଉଛି ଆମର ବିଲ। ମାନେ ଯେ ପଥର ଗୁଡ଼ା ଗଦା ହେଇଛି ଦେଖାଯାଉନଥିବ ଆପଣମାନଙ୍କୁ। ତ ସେ ପଥର ପାର ହେଇଗଲା ପରେ ଆମ ବିଲ ଆସିବ। ତ ମୁଁ ସେଠୁ ଆସିଲି ଏଇଠି ଆସିଛି ଯେହେତୁ ଆମର ଗୋଟେ ପାଖରେ ଅଛି। ତ ମୁଁ ଯାଉଛି ଟିକେ ଦେଖିବି ସାଙ୍ଗମାନେ। ଆଗରୁ ତ ବହୁତ ଭିଡ଼ିଓ ମୁଁ ଆପଣମାନଙ୍କ ପାଇଁ ନେଇ ଆସିଥିଲି ସେତେବେଳେ ଟାଇମ୍ରେ ପାଣି ଗଡ଼ୁଥିଲା। ତ ଏବେ ପାଣି ତ ଗଡ଼ୁଛି ନାହିଁ ହେଲେ ଦୂର ବାଟରୁ ଜଣାପଡ଼ୁନି କାହିଁକିନା ସେ ଦୂର ବାଟ ଅଛି। ତ ଚାଲନ୍ତୁ ଯିବା ସେଇଠିକି ଯିବା ସାଙ୍ଗମାନେ। ଏବେ ପଳେଇ ଆସିଲି ପ୍ରୋଜେକ୍ଟରୁ ପଳେଇ ଆସିଛି ଆଉ ତାପରେ ଏଇଠୁ ଯିବା ଏବେ ଘରକୁ ଗଲେ ଗାଧୋଇବା ସାଙ୍ଗମାନେ। ଗାଧାଇନି ମୁଁ ଟିକେ ବସି ପଡ଼େ କାହିଁକିନା ବହୁତ ଟିକେ ବିରକ୍ତ ଲାଗିଲାନି ମାଛ ମାରୁଛନ୍ତି। ପାଣି ବହୁତ କମ୍ ଚାଲିଛି ଦେଖୁନାହାନ୍ତି। କେତେ ମାଛ କିଏ ଭଲ ଦେଇ ଦେଖ ତିନିଟା ଜାମ ଖୋଡ଼ି ଗୋଟା ଆଣିବି ଘରେ ଆଉ ଭଲ ଅଛି ଯାହା କନୁ ତିନିଟା 6ଟା 200 ଟଙ୍କା ହେଲା କ'ଣ। ଫଟାଫଟ ବାଟେ ଲାଇନ୍ ପଳେଇବ ହେଲା। ଅନ୍ଧାର କରିବନି ସିଏ କ'ଣ ତାକୁ ଇଏ କରିବ। ସେ ତା ଟାଇମ୍ରେ ଆସିକି ଯିବ ଲାଇନ୍ ବି ପଳେଇବ ହେଲା। କାହିଁକିନା ଲାଇନ୍ କାଲିଠୁ ନାହିଁ ନା ରାତି ସାରା ଲାଇନ୍ ନାହିଁ ସାଙ୍ଗମାନେ। ଆମର ଇଏ ହେଉଛି ତାଳ ଗରମ ହେଇଯାଏ ନା। ହଁ ଗରମ ଅଛି। ଏଇଟା ସାଙ୍ଗମାନେ ହେଉଛି ଏଇଟା ହେଉଛି ମୋର ଫେଭରାଇଟ୍ ଜିନିଷ ଚଣା ବରା। କାହିଁକିନା ଏଇ ଚଣା ବରା ରାହୁଲ ଖାଇବନି କି ଆମର ମାଡ଼ ଖାଇବନି ଖାସ ମୋ ସେ ମା ପୁଅ ଏଇଟା ଖାଇବେ। ଚୁନା କୁଟା ହେଇଛି ଗ୍ରାଇଣ୍ଡିଙ୍ଗ କରିଦେଲେ ଆଉ। କିନ୍ତୁ ଗ୍ରାଇଣ୍ଡିଙ୍ଗରୁ ଶିଳ ବଟାଟା ଭଲ ଟେଷ୍ଟ ଲାଗେ ନା। ଶିଳ ବଟାଟା ପାଟ ଆସିବ ଏଇଟା ଆସୁଛି କିନ୍ତୁ କମ୍। ଏଇ ଇଏ ଅଛି ଖାର ଖାର ଅଛି ଏଇଗୁଡ଼ା ଦେଖନ୍ତୁ ଦେଖ ମାନେ ଏଇଗୁଡ଼ା ଅଛି ମୋଟା ଅଛି ଦାନା ଗୁଡ଼ା। ଫଟାଫଟ କରିଦେବ ଲାଇନ୍ ପଳେଇବ ହେଲା। ବାଟି ଦେ ଆଗ ତାପରେ ପରେ କଲେ ବି ଚଳିବ। ଏବେ ବି ଟାଇମ୍ ହେଇନି ବେଶୀ ନା। ତ ଏଇ ଜିନିଷ କରିବାର ହେଉଛି ରିଜିନ୍ କ'ଣ କି ଆମ ରାହୁଲ କାହିଁକିନା ଯେହେତୁ ଗାଁରେ ବି ସମସ୍ତେ କରୁଛନ୍ତି ତ ସେଥିପାଇଁ ମୁଁ କହିଲି ନାହିଁ ଆଉ ଆମର ପିଲାଟା ଆସି ଖାଇବ କରିଦିଅ କାହିଁକିନା ଏଇଟା ହେଉଛି ସିଜିନ୍ ସାଙ୍ଗମାନେ। ଯେହେତୁ ଏଇ ଜିନିଷଟା ବର୍ଷକୁ ଥରେ ହିଁ ମିଳେ ଆଉ ତାପରେ ସେଥିପାଇଁ ବି କରିଦେଲା। ତାପରେ ମୋ ପାଇଁ ବି ଚଣା ବରା କରିଦିଆହେଇଛି। ମୁଁ ଚଣା ବରା ଖାଇବି ସେ ତାଙ୍କର ତାଳ ବରା ଖାଇବେ। ତାଳ ବରାଟା ଭଲ ଲାଗେ କ୍ଷୀରରେ ଖାଇବା ମୁଁ ଖାଇଥିଲି ଥରେ। କିନ୍ତୁ ଆଉ ଗୋଟେ ଜିନିଷ କ'ଣ
ଏଣ୍ଡ୍ରି ଏଣ୍ଡ୍ରିଟା ହେଉଛି ସବୁଠୁ ବେଷ୍ଟ ଜିନିଷ। ତାପରେ ରାଶି ପଡ଼ିବ। ରାଶି ଯୋଉ ଛଡେଇଦେଲେ ହଁ ଏଣ୍ଡ୍ରି କରିଦେଲେ ଖାଇବା ହଇ ଏଣ୍ଡ୍ରି ମାନେ ଯୋଉ ହଣ୍ଡା ଗୋଟେ ବସେଇ ଆମ ଆଡ଼େ କେମିତି କରନ୍ତି ପ୍ରୋସେସିଂ ଆମେ କହି ଦେଖନ୍ତୁ। ଗୋଟେ ବଡ଼ ହଣ୍ଡା ଆଣିବେ, ବଡ଼ ହଣ୍ଡାରେ ଏଇ ମାନେ ଏଇ ଜିନିଷଟା ସେମ୍ ନା କ'ଣ? ଏଇ ଜିନିଷଟା ସେମ୍ ସବୁ ଏକା। ନଡ଼ିଆ ପୁର ରାଶି ପୁର ଦିଆ ହୁଏ। ହଁ ରାଶି ପୁରଟା ଭଲ ବାସନ। ତାପରେ ନଡ଼ା କାଟିକି ଭିତରେ ଦିଆହବ, ପାଣି ବି କିଛି ଦିଆ ହେଇ ମଣ୍ଡା ସିଝା ହୁଏ ଯେମିତି ବାଷ୍ପରେ ହିଁ ସେ ଖାଲି ସିଝେ ହେଲା। ଏଇ ଜିନିଷଟା ହେଉଛି ଆମର ଏଣ୍ଡିରି କୁହନ୍ତି ଆମ ଆଡ଼େ ହେଲା, ଇଟଲି ଛାଞ୍ଚରେ। କିନ୍ତୁ ସିଏ ସ୍ୱାଦ ଇଏ ସ୍ୱାଦ ଅଲଗା, କାହିଁକିନା ନଳାର ଯୋଉ ବାସନାଟା ସାଙ୍ଗମାନେ ଆସିବ ତାର ଟେଷ୍ଟ ଗୋଟେ ଅଲଗା ଥାଏ। କିନ୍ତୁ ଆଜିକାଲି ତ ଇଟିଲି ଛାଞ୍ଚ ଅଛି ସହଜ, ଇଟିଲି ଛାଞ୍ଚରେ ବସେଇ ଦିଅ, ଯାହା ହେଲେ ବି ଇଟିଲି ଛାଞ୍ଚରେ ବସେଇ ଦିଅ, ବନେଇ ଦିଅ। ପୁଣି ଗ୍ୟାସ୍ରେ, ସେଇ ଟାଇମ୍ ହେଉଥିଲା ଚୁଲିରେ ମୁଁ ଜାଣିବାରେ, କାହିଁକିନା ମୁଁ ଯେତେବେଳେ ଛୋଟ ଛୋଟ ହେଇଥିଲା ଆମ ଜେଜେ ବୁଢ଼ୀ ହେରିକା ଥିଲେ ସେମାନେ ସବୁ ବନନ୍ତି। ଆଜିକାଲି ଯେଉଁ ମଡ଼ର୍ଣ୍ଣ ଲୋକ ସବୁ ଗ୍ରାଇଣ୍ଡର ହେଲା କେତେ ହେଲା ହବ ଖାଇବା ପାଇଁ ଭଲ ନା। କଞ୍ଚା ଲଙ୍କା, ଧନିଆ ପତ୍ର, ଆଉ ତାପରେ ରସୁଣ, ଅଦା ରସୁଣ ଟିକେ ଅଧିକା ପକାଅ, ଆଉ ରାଗ ଟିକେ କମ୍ କରୁ, କାଳେ ପୁଅ ଖାଇବ। ବାସ୍ ଏଇଗୁଡ଼ା ବହୁତ ବାସନା ହେଉଛି ସାଙ୍ଗମାନେ। ତୁ ଖାଇବୁ କି? ଆରେ ଇଏ କେତେବେଳେ ଆସିଛି ଶୋଇଛି ମୁଁ କାହିଁ ଜାଣିନି। ଘଡ଼ଘଡ଼ିଆ ଆବାଜ ହେଲାନି ହେଲା। ସବୁ ତ ବଟା ହେଇଯାଏ ସାଙ୍ଗମାନେ, ଖାଲି ଏଇଟିକ ରହିଛି, ଏଇଟିକ ବାଟି ଦେଲେ ସରିଲା। ଇନଭର୍ଟର ବାଟିବା ପାଇଁ ଇଏ ରହୁନି, କାହିଁକିନା କାଲି ରାତି ସାରା ଲାଇନ୍ ଯାଇଛି। ଆଜି ସକାଳେ ଆସିଛି, କିନ୍ତୁ ଏବେ ଯାକେ ବି ଚାର୍ଜ କଣ୍ଟିନ୍ୟୁ ମୋର ସରିଛି। କାହିଁକିନା ସାଙ୍ଗମାନେ 200 ବ୍ୟାଟେରୀ କି 850 ମେସିନ୍ ଯାହା ହେଲାଠୁ ହୁଏ। 150 ବ୍ୟାଟେରୀ ଆଗ ଚାଲିଥିଲା ଆମର, ତାପରେ ସେଟା ଖରାପ ହେଇଗଲା ପରେ ଇନଭର୍ଟର ବ୍ୟାଟେରୀ ଆଣା ହେଇଛି, କିନ୍ତୁ ମେସିନ୍ ଆଣା ହେଇନି। ମେସିନ୍ ଯେହେତୁ ଭଲ ଅଛି ସେଇଟା ଚାଲିଛି ଆଉ। କ'ଣ ହଁ ଭେସୁଙ୍ଗା ପତ୍ର ପକାଇବ ନା, ଭେସୁଙ୍ଗା ପତ୍ର ପକାଇଲେ ଭଲ ସ୍ମେଲ୍ ଲାଗେ। ଫଟାଫଟ ଆବାଜ ହେଇଗଲାଣି ଆଡ଼ୁ ଘଡ଼ଘଡ଼ି। ଭଲ କି ଗୁଳା ଜାଣିଲା ଜୋରସେ ଘାଣ୍ଟେ। ଅଠା ଭଳିଆ ଲାଗୁଛି, ବଢ଼ିଆ ସ୍ମେଲ୍ ହେଲା ସାଙ୍ଗମାନେ। ଆଗ ଦୁଇଟା ଛାଣ, ମାନେ ମୋର ଇଏ ଫେଭରାଇଟ୍। ଚଣା ବରା ଆଉ କିଛି ପଡ଼ିବନି ରେ, ଏତିକି ଡାଇରେକ୍ଟ ତେଲ ଛଣା ହବ। ଲୁଣ ପକା ହେଇଛି, ଯେତେବେଳେ ମଣ୍ଡି ସିଝା ହବ ତ ଲୁଣ ପକା ହବ। ମଣ୍ଡି ମାନେ ଏଇ ତାଳ ମଣ୍ଡି ନାଇଁ, ଆମ ଆଡ଼େ କୁହାଯାଏ ମଣ୍ଡି, ତାଳ ମଣ୍ଡି। ସବୁଆଡ଼େ ପ୍ରକାର କେମିତି ପାଟି କରୁଛନ୍ତି, ଟ୍ୟୁସନ୍ ହେଉଛନ୍ତି ଆଡ଼େ। ଆଉ ଟିକେ ଅଦା ପକେଇଲୁ ହବ, ଏଇ ଅଦା ହେଇଯିବ। ରସୁଣ ଗୋଟେ, ଏଇଟା କ'ଣ ଧନିଆ ପତ୍ର, ଆଉ ଭେସୁଙ୍ଗା ପତ୍ର, ରସୁଣ, ଲଙ୍କା ଏଇଥିରେ ପକା ହବ। ଆଉ ଏଇଟା ଆଗ ହବ ନା, ଏଇଟା ତାପରେ ହବ। ଆଉ ଏଇଟା ଏକ୍ସଟ୍ରା ରହିଲା କ'ଣ ଆଉ ଦିନ ପାଇଁ, ଏଇ ଦୁଇଟା ଏକ୍ସଟ୍ରା ରହିଲା ସାଙ୍ଗମାନେ। ଅଧିକା ହେଇଯାଇଛି ଯେହେତୁ ଏଇଟା ଆଜି ବନେଇଲେ, ଆମେ 3 ଜଣ ଅଛୁ, ଖୁଡ଼ି ଘର ତ ବନଉଛନ୍ତି ନାଇଁ। ଅଦା ଟିକେ ଅଧିକା ଦେ, ରସୁଣ ଟିକେ ଅଧିକା ଦେ, କଞ୍ଚା ଲଙ୍କା କମ୍ ଦେ, ପୁଅ ଖାଇବ ନା। ସାଙ୍ଗମାନେ ମୋର ଆସିଗଲା କେମିତି ଦେଖାଯାଉଛି ସାଙ୍ଗମାନେ, ଏସବୁ ଟୋକା ଭାଇମାନେ ବି ଜାଣିପାରିବେ କେମିତି ଦେଖାଯାଉଛି। କେମିତି ଦେଖାଯାଉଛି କହିଲେ? ନମ୍ବର 1 ଠିକ୍ ବୁଝି ଯାଇଛେ ଆଉ। ଛୋଟ ଛୁଆକୁ ପଚାରିଲେ ବି ସେ କହିଦେବ। ହଁ ଠିକ୍ ଅଛି, ଠିକ୍ ଅଛି, ନିଅ। ଝାଳ ବାହାରିଲାନି, ଗୋଟେ ଭାରି କରିନି ସାଙ୍ଗମାନେ, ତାର ଝାଳ ବାହାରିଲାନି। ଗରମ ଲାଗୁଛି, ଲାଇଟ୍ ଅଫ୍ ଲାଗିଛି ନା। ନିଅ
ବିଟ୍ ନୁହଁ। ବିଟ୍ ଲୁଣ ପିଆଜ ଟମାଟୋ ସକ୍ସ ଆଗ ବନେଇ ଦେ ତାପରେ ଉପରକୁ ନେଇଯିବା ମୋ ଘର ଭିତରକୁ ଘରକୁ ନାଉଛି ବାସ୍ ମୋର ଫେଭରାଇଟ୍ ଜିନିଷ ହେଇଗଲା ସେମାନେ ଇଏ ହେଇଗଲା ସାଙ୍ଗମାନେ ଚଣା ବରା এইটু ଗୋଟେ ଭାତ ବନା ଦେଖି ঠিক আছে এই দেবো না? ହଁ ତୁ ଆଗ ମିସ୍ତ୍ରୀ ଥିଲୁ କି ମିସ୍ତ୍ରୀ ଥିଲୁ ଆଉ ଗୃହିଣୀ ମାନେ ସମସ୍ତେ ମିଶିବେ। ହଁ କି ଭାଇ ପାଣି ଅଳ୍ପ କରୁଥିଲି ସମସ୍ତଙ୍କୁ ଜଣା। ଆଚ୍ଛା ଆଚ୍ଛା ହଁ ସେଇଥିପାଇଁ ଏତେ ସ୍ପିଡ଼ରେ ପକେଇ ଚାଲିଛି ଆଉ ଇଏ ହେଇଗଲା ତାଳ ବରା ଏଇଟା ଆଗ ଖାଇଦେବା ହେଲା ମୁଁ ତ ଖାଇବିନି ମୁଁ ୟାକୁ ଖାଇବି ଆଉ ଭାତ ଛାଣି ଦେଇ ଖାଇବ। ଆଉ ବାଟ ଛାଣିଦିଅ ରାହୁଲ ଆସିବ ନା ସାଙ୍ଗମାନେ ଖାଇବେ ନା କମେଣ୍ଟ କରନ୍ତୁ ଏଇ ଜିନିଷଟା ମିଳିଯିବ ସାଙ୍ଗମାନେ ଏଇ ଜିନିଷଟା ତ ଆପଣମାନେ ଏନି ଟାଇମ୍ ମାର୍କେଟରୁ ପାଇଯିବେ କିନ୍ତୁ ଏଇ ଜିନିଷଟା ସପନରେ ପାଇବେନି ବର୍ଷକୁ ଥରେ ହିଁ ମିଳିବ ତ ସେଇଥିପାଇଁ ବେଶୀ ଏଇ ଜିନିଷଟା ଖାଇବା ପାଇଁ ଲୋକମାନେ ଆଗ୍ରହ କରନ୍ତି ଆଉ ତାପରେ ଇଏ ଗୋଟେ ଜିନିଷ ସାଙ୍ଗମାନେ ମାନେ ୟାର ମିଶ୍ରଣ କିଛି ନାହିଁ ଖାଲି ଅରିଜିନାଲ ତାଳ ନା କ'ଣ ଅଲଗା ଜିନିଷରେ ଯେମିତି ସବୁ ଅଲଗା ଅଲଗା ପକା ହେଉଛି ଏ ଜିନିଷର ସେମିତି କିଛି ନାହିଁ ତାଳ ଆଣ ବିଲରୁ ଉଣ୍ଡେଇକି ଆଣ ତାପରେ ଇଏ କରିଦିଅ ଏମିତି ମଣ୍ଡି କରିକି ଚୂନ ବାଟି ଦିଅ ମିଶେଇକି ଛାଣି ଦିଅ ବାସ୍ ଇଏ ହେଲା ଅରିଜିନାଲ